বন্ধু অছিনু সিন্ধু চমুকির আনন্দ সিন্ধু চমুকির আনন্দ সিন্ধু বন্ধনে পড়িছি পরম দুঃখ বন্ধু অছিনু বন্ধু ভাগু দেউ কথা পচারিল তুর উত্তর তুর উত্তর বুঝাই করছি মুঝি সধান যেତେବେଳେ ଥିବକେ କଲେ ଶୟନ ନାମ କଲେ ଶୟନ କହି ପରେ ପଡ଼ିଗଲା ଭିତର ଶିବଙ୍କୁ ଦେଖାଇବା ପାଇଁ ସେ ମହାକାଳୀ କେତେ କେତେ ରୂପ ଖେଳେ ବହୁଛି ପ୍ରଥମରେ କାଳି ତାରା ଷୋଳଟି ଗେଲେ ଷୋଳଟି ଗେଲେ ଜୀବନ କରି ପରେ କଠାରୁ କ୍ଷୀର ପର୍ଯ୍ୟନ୍ତ 54 ଅକ୍ଷର ଏ 54 ଅକ୍ଷରରେ 54 ଗୋଟି ମୁଣ୍ଡ ହେଲା ଥାର ଏହି ରୂପରେ ଧରିଣ ସେ ମହାକାଳୀ ବିଭିନ୍ନ ରୂପକୁ ହେଦେଲେ ଅସୁର ପାଦ ତଳେ ପଡ଼ିଛନ୍ତି ଚୂନର କନ୍ଦରପ ବିପରୀତ ରୂପ ଧରି ଏହି କଥା ଗୋଟି ଅଛି ଦଶ ମହାବିଦ୍ୟାର ପୁରା ନବତନ୍ତ୍ର ମଧ୍ୟ ଖେଲା ପ୍ରଚାର ଏହିପରି ରୂପ ଚୂଣ ଦେବୀ ବୁଝାଇ ଆଉ ଗୋଟିଏ କଥାକୁ ଚୂଣ ମନକୁ ଦେଇ ଯେତେବେଳେ ବସ ନାହିଁ କହିଲେ ତ ବସ ତ ବିଲିବିଲି ବସ ଯେତେବେଳେ ମହିଷାସୁରକୁ ବଦ୍ଧ କଲେ ଦଣ୍ଡମୁଣ୍ଡକୁ ବଦ୍ଧ କଲା ପରେ ଗର୍ଦ ଗର୍ଦ କ୍ଷଣ ମୂଳ ମଧୁ ଯାବତା ନେହମ୍ ଭଗବତୀ କହିଲେ ଶୁଣ ଯୋଉ ପର୍ଯ୍ୟନ୍ତ ମୁଁ ଦର୍ଶନ କର ମୁଁ ମଧୁ ଯୋଉ ପର୍ଯ୍ୟନ୍ତ ପିଇ ନାହିଁ ସେ ପର୍ଯ୍ୟନ୍ତ ତମେ ଅପେକ୍ଷା କର ଭଗବତୀ ଯେତେବେଳେ ମଧୁ ଅର୍ଥାତ୍ ମଦ୍ୟକୁ ଯେତେବେଳେ ପାନ କଲେ ମଦ୍ୟପାନ କଲା ପରେ ବିଚାର କଲେ କଣ ଦେବତା ମାନେ ବିଚାର କଲେ ଯେ ଦେବୀ ତ ତୃଷାତୁର ହେଉଛନ୍ତି ପାଣି ଲାଗୁଛନ୍ତି ପିଇବା ପାଇଁ ପାଣି ଦେଲେ ଆମର ଲାଭ କିଛି ହବ ନାହିଁ କାରଣ ଦେବୀଙ୍କ ଦେହରୁ କିନ୍ତୁ ସ୍ତ୍ରୀମାନେ କି ଗୋଟେ ନିଧିବନ୍ଧ ବାନ୍ଧନ୍ତି ଲୁଗାଟାକୁ ଆମେ ସିନା ହାତ ପକଉଛେ କିନ୍ତୁ ସ୍ତ୍ରୀମାନେ ଏଇଠି କଣ କରନ୍ତି ଗୋଟେ ଗଣ୍ଠି ପକାନ୍ତି ଲୁଗା ହେଲେ ଭଗବତୀ ତ ଲୁଗାଟା ଗଣ୍ଠି କରି ପିନ୍ଧିଛନ୍ତି ସେ ଖସିବ କେମିତି ତୃଷାତୁର ହେବା ସମୟରେ ନାରାୟଣ ବିଷ୍ଣୁ ମାୟାରେ ଆଚ୍ଛାଦନ କରିଦେଲେ ଜଗତ ଆଚ୍ଛାଦନ କଲା ପରେ ସେଠି ସୃଷ୍ଟି ହେଲା କଣ ନା ତୃଷାତୁର ହେବା ସମୟରେ ସେମାନେ ନେଇକି ଗୋଟେ ଘଟ ଅର୍ଥାତ୍ ଗୋଟେ କଳସରେ ପାଣି ଥୋଇଦେଲେ କିନ୍ତୁ ପାଣି ବଦଳରେ ନାରାୟଣ କହିଲେ ତା ଦେହରେ ମଦ୍ୟ ରଖିଦିଅ ଯେତେବେଳେ ମଦ୍ୟପାନ କରିଦେଲେ ଦେବୀ ନିଶା ଜୋର ହେଇଗଲା କିନ୍ତୁ ନିଶା ଜୋର ଅର୍ଥାତ୍ କୌଣସି ସତୀସାଧ୍ୱୀ ନାରୀ ତାର ଜାଣିବା ଅବସ୍ଥାରେ କେବେ ହେଲେ ତା ଦେହରୁ ଲୁଗା ଖସିବ କୌଣସି ପରିସ୍ଥିତିରେ ମଧ୍ୟ ଏକ ତ ନିଦ୍ରାରେ ମୂର୍ଚ୍ଛିତ ହେଲେ ଖସିବ ନଚେତ୍ ନିଶାସକ୍ତ ହେଲେ ଖସିବ ହେଲେ ଦେବୀଙ୍କ ଦେହରେ ତ ନିଶା ଚରିଗଲା ମହିଷାସୁର ତ ବର ମାଗିଛି ଯେ ମୁଁ ଉଲ୍ଲଗ୍ନ ଅବସ୍ଥା ପ୍ରକୃତି ଦର୍ଶନ କଲେ ମରିବି ଭଗବତ ସ୍ୱୟଂ ପ୍ରକୃତି ବିଚାର କଲେ ମୋ ଦେହରୁ ଏମାନେ ଯେତେବେଳେ ମଦ୍ୟପାନ କରିଛନ୍ତି ନିଶାସକ୍ତ ଅବସ୍ଥାରେ
ନିଶାସକ୍ତ ଅବସ୍ଥାରେ ଅଛନ୍ତି ଭଗବତୀ। ତାଙ୍କ ଆକାଶରେ ଶହ ଶହ ଦୁର୍ଗା ରୂପ ଦେଖାଗଲା, ହଜାର ହଜାର ଦୁର୍ଗା ପ୍ରକୃତିସ୍ଥ ହେଇ ଯେତେବେଳେ ଦେଖିଦେଇକି ପ୍ରକୃତିସ୍ଥ ହେଇକି ରହିଲା କିଏ ସେ ନା ମହିଷାସୁର କେମିତି ଉନ୍ମାତ ହେଇକି ପଡିଗଲା। ସେ ମାଙ୍କୁ ଚାହିଁଲା କୋଉଟା ପ୍ରକୃତରେ ଦୁର୍ଗା ଦେଖିବା ସମୟରେ ଭଗବତୀ ସୁରକ୍ଷରେ ଯେତେବେଳେ ମରିଗଲା ତଳେ ପଡିକି ମହିଷାସୁର ମରିଗଲା ସେତେବେଳେ ସେ ଭଗବତୀ ଦେଖିଲେ ଦେହକୁ ଆଉ ଦେହରେ ନିଶା ଛାଡ଼ିଗଲା। ନିଶା ଛାଡ଼ିଗଲା ପରେ ଦେଖିଲେ ଦେହରେ ଲୁଗା ନାହିଁ। ବିଚାର କଲେ ପ୍ରକୃତରେ ଶତ୍ରୁ କିଏ ସେ ବିଚାରିଲା ଭଗବତୀ ଶତ୍ରୁ କିଏ ମୋର ରେ ଶତ୍ରୁ କିଏ ମୋର କ୍ଷେତ୍ରରେ ଜାଣିଲା ଶତ୍ରୁ ଅଟନ୍ତି ମୋର। ହଉ ହଉ ପିଲା ଲୋକ ଯାହା ଜାଣିছে କିଛି ଦରକାର ନାହିଁ, ଖାଲି ଖଡ଼ ଖଡ଼ ଏକଥା କିଛି ବଦଳ ହେଲେ ବିଚାରିଲା ଭଗବତୀ ଶତ୍ରୁ କିଏ ମୋର ରେ ଶତ୍ରୁ କିଏ ମୋର ସିଦ୍ଧାନ୍ତ କଲା ଅଟରେ ଅଟନ୍ତି ମୋର। ହେଲେ ସେ ବିଚାର କଲା ଯେ ଦେବତା ମାନେ ହିଁ ମୋର ଶତ୍ରୁ, ମହିଷାସୁର ମୋର ଶତ୍ରୁ। କାହିଁକିନା ମହିଷାସୁର ତ ଏଇଠି ପଡିଗଲା ମରିଗଲା, କିନ୍ତୁ ମୋ ଦେହରୁ ଲୁଗା ଖୋଲିବା କାରଣ ହଉଛନ୍ତି ଦେବତା ମାନେ। ଚାରି ଉଗ୍ର ମୂର୍ତ୍ତି ହେଇ ଚନ୍ଦ୍ରହାସ ଖଡ଼ଗକୁ ଧରି କାହିଁକିନା ନିଶାସକ୍ତ ଅବସ୍ଥାରେ ଥିଲା ରାତିରେ। ଏ ପୁଅ ଧୀର ସେ ପାଦ ପକେଇକି ବିଚାର କଲା ଭଗବତୀ ମୋର ପ୍ରକୃତର ଶତ୍ରୁ ହଉଛନ୍ତି ଦେବତା ମାନେ। ମହିଷାସୁରର ଭୁଲ କିଛି ନାହିଁ, ସେ ତ ବର ମାଗିଥିଲା ମରିବା ପାଇଁ, ସେ ମରିବା କଥା ସରିଗଲା। ବୀରର ଗତି ହଉଛି ବୀରଗତି, ସେ ବୀରଗତି ପ୍ରାପ୍ତ ହେଇଥିଲା କିନ୍ତୁ ମୋ ଦେହରୁ ବସ୍ତ୍ର ଖୋଲିଲା। ଶତ୍ରୁ ହଉଛନ୍ତି ଦେବତା ମାନେ। ଭିତାରିଣ ରଣ ଚଣ୍ଡୀ ଚନ୍ଦ୍ରଘାସ ଧରି গে ଚନ୍ଦ୍ରଘାସ ଧରି ଧୀରେ ଧୀରେ ଗତି କଲା ଶତ୍ରୁ ବିଚାରି। ଭଗବତୀ ଚନ୍ଦ୍ରହାସ ଖଡ଼ଗକୁ ଧରି ଧୀର ଗତିରେ ଚାଲିଲା ଖୋଜିବା ପାଇଁ ଦେବତା ମାନଙ୍କୁ। ଦେବତା ମାନଙ୍କୁ ଖୋଜିବା ପାଇଁ ଯେତେବେଳେ ଗଲା ଆକାଶରେ ଆଉ ଦେବତା ମାନେ ରହିଲେ, ଦେଖିଲେ ମାରେ ହରି ରଖେ କିଏ, ରଖେ ହରି ମାରେ କିଏ। ଯଦି ଭଗବତୀ ନିଜେ ମତେ ମାରିବ ତାହେଲେ ଆମକୁ ରଖିବ। ଏ ଦେବତା ମାନେ ଅତଳ ତଳାତଳ ରସାତଳ ଭୂତଳ ଇତ୍ୟାଦି ଭୂଲୋକ ଭୁବଲୋକ ମହଲୋକ ଜନଲୋକ 21 ବ୍ରହ୍ମାଣ୍ଡ ବୁଲିଲେ ତାଙ୍କ ଶରଣ ରଖିବା ପାଇଁ କେହି ନାହିଁ। ଯେତେବେଳେ ବୁଲି ବୁଲି ଆସି ବିଚାର କଲେ ଆଉ ରଖିବା ଲୋକ କେହି ନାହିଁ, ରଖିବା ଲୋକ ହଉଛନ୍ତି ମହାକାଳ। ଇଏ ହଉଛି କାଳ, ଇଏ ହଉଛି ମହାକାଳ। ଦେବତା ମାନେ ଆସିକି ମହାକାଳ ଶିବଙ୍କ ପାଖରେ ପହଞ୍ଚିଲେ, କହିଲେ ପ୍ରଭୁ ଆମର ଶରଣ ରଥ। ସେ କହିଲେ କଣ ହେଲା, କଣ ଶରଣ? ତମକୁ ପୁଣି ବିପତ୍ତି ଦେଲା କିଏ ସେ? ତମର ବିପତ୍ତିକୁ ଧ୍ୱଂସନ କରିବା ପାଇଁ ନିଜେ ଭଗବତୀ ଯାଇଛନ୍ତି ରଣକ୍ଷେତ୍ରକୁ। ଆଜିକି ଅନେକ ଦିନ ହେଲା ଯୁଦ୍ଧ ଚାଲିଛି, ଯୁଦ୍ଧ ସମାପ୍ତିର ନାଁ ଧରୁନି। ନାଇଁ, ଯୁଦ୍ଧ ସମାପ୍ତି ହେଇଗଲା, ମହିଷାସୁର ବୀରଗତି ପ୍ରାପ୍ତି ହେଇସାରିଲାଣି। ନା ତାହେଲେ ଅସୁବିଧାଟା କୋଉଠି ରହିଲା? ନା ଅସୁବିଧାଟା ଆମେ ଯାହା କରିଛୁ ଆମେ ଭୋଗିବା ପାଇଁ ବାଧ୍ୟ। ନା କଣ ନା ବର୍ତ୍ତମାନ ଆମକୁ ସେଇ ଭଗବତୀ ହିଁ ମାରିବା ପାଇଁ ଗୋଡ଼େଇ ଆସୁଛି। ନା ତାହେଲେ କଣ କରାଯିବ? ନା ତମେ ଆମର ଶରଣ ରଖ। କହିଲେ ଇଏ ଗୋଟେ କଥା। ହଉ ତମେ ଗୋଟେ କାମ କର, ଇଏ କୈଳାସ ଗୁମ୍ଫା ଭିତରକୁ ତମେ ସମସ୍ତେ ଯାଏ ବହୁତ ଜଗିଛି। ହେଲେ ଜଗିଛି ବୋଲି କହି ମହାଷ୍ଟମୀ ଦିନ ମହିଷାସୁର ମଲା। ନବମୀ ଦଶମୀ ଏକାଦଶୀ ଦ୍ୱାଦଶୀ ତ୍ରୟୋଦଶୀ ଚତୁର୍ଦଶୀ ପୂର୍ଣ୍ଣମା କୁମାର ପୂର୍ଣ୍ଣମା ପ୍ରତିପଦା ଦ୍ୱିତୀୟା ତୃତୀୟା ଚତୁର୍ଥୀ ପଞ୍ଚମୀ ଷଷ୍ଠୀ ସପ୍ତମୀ ଅଷ୍ଟମୀ ନବମୀ ଦଶମୀ ଏକାଦଶୀ ଦ୍ୱାଦଶୀ ତ୍ରୟୋଦଶୀ ଚତୁର୍ଦଶୀ ଏତିକି ଦିନ ପୃଥ୍ୱୀ ପରିଚର୍ତ୍ତନ କଲା ଭଗବତୀ। ଋଣହୁଙ୍କାର ଦେଇକି ଦେବତା ମାନଙ୍କୁ ଖୋଜିଲା ପାଇଲାନି। ଇଏ ସମସ୍ତେ ଆସି ଯେତେବେଳେ ଶରଣ ବସିଲେ ଚତୁର୍ଦଶୀ ରାତି ଘୋର ଅନ୍ଧାର, କିଛି କୁଆଡେ ଦେଖାଯାଉନି, ପଡିଗଲା। ମହାପ୍ରଭୁ ଅନେଇଲେ ଗଞ୍ଜେଇ ନିଶାରେ ଅପେକ୍ଷା କଲେ, କାହିଁକି ଆସୁନି?
से कैलाश गुंफा द्वार खोजी खोजी मघा माई देखिला भूतरे किए शोची ना तोर निशा भोले गोला भगवती पाद तार पड़ी गला शिवंकर घाटी निशा भोल भगवती की प्रबल निशा पचारी शिव पचारे ये भगवती पचारा कहला तुम्हें किए से मो बाट पथ अवरोध कल शिव कहले तू किए ए पुओ सुनील शुणु ध्यान रे कथा गोटे चमत्कार कथा कहले भगवती पादटा एमती पकई दे पचारा तू किए शिव पचारे तू किए ना मु काल शिव कहले मु महाकाल भगवती पचारा मो पाद जा उपरे पड़ो सी रसा तलगामी हम से मरवा कथा तू मल्लुनी किमिति कहला मु मरबिनी ना मो पाद घात आज पर्यटन कई बंची ना ना मते पाद घात मारला भाया लोक पृथ्वी रे कई ना तू प्रथम तू मल्लुनी किमिति ना अरे मु मरबिनी ना कहीं मोर नाम मृत्युंजय जगते विख्यात मोर छाती परे मात्र तू कलु पदाघात शिव कहले पृथ्वी रे मात्र जने तू मो छाती उपरे पदाघात कलु ये संसार सचराचर ब्रह्मांड रे कई जन्म ही ना मो छाती रे पाद मारिबा पई मो नाम मृत्युंजय सेते बेले विद्युत दे आकाशे खेलिला भगवती धीर करी मुख बिलोकिला जिते भगवती पाद पकई निशार्थ राति आकाश रे बिजुली चक्किनी मारिगला जमी मारिगला भगवती चाहिला कहला जहा कान रे सुनिला ताहा सत्य भूतले देखिला निपुणी सोई छंती घर भगवती देखिला जे ता शंखा सिंदूर भगवती देखिला तले शोचंती मृत्युंजय दिगंबर हर एवं तार शंखा सिंदूर जमीती देखीदेला प्रकृतिस्थ है केते बड़ पाप मु कली कि भूल कली केते बड़ पाप मु कली कही दग्ध कांचन कुबली
देह मात्र थिला हरंकु पाद तले देखी कला पड़ी गला ଯେତେବେଳେ ତଳେ ପଡିଥିଲା କହୁଛି ପରା ଦଗ୍ଧ କାଞ୍ଚନ କୁ ବଳି ଦେହ ତାର ଥିଲା ଦଗ୍ଧ କାଞ୍ଚନ କାଞ୍ଚନ दग्ध कांचन अर्थ ताकू दग्ध करदेले पोड़ीदेले जमती देखा जाए से कांचन अर्थ से सुना भलिया पार्वतींकर देह थिला एते गोरा एते सुंदर थिला किंतु शिवं को देखी देह कला पड़ीगला देहटा कला पड़ीगला एवं ଯେତେବେଳେ ଶିବଙ୍କୁ ଦେଖି ଦେଇଛି ଯେତେବେଳେ କେତେ ବଡ ଭୁଲ କଲି ବୋଲି କରିକି ଜୀବଟିକି ବାହାର କିନ୍ତୁ ଶିବଙ୍କୁ ଶିବ କହିଲେ ପାଦ କାଢି ଦିଏ ଶିବ ଯେତେବେଳେ ପାଦ କାଢି ଦେଇଛି ଶିବ କହିଲେ ନାଇଁ ଥାଉ ସ୍ତ୍ରୀ ଉପରେ ସ୍ୱାମୀ ପ୍ରକୃତି ଉପରେ ପୁରୁଷ ରହିଲେ ସୃଷ୍ଟି ସଞ୍ଚାର ହୁଏ କିନ୍ତୁ ସ୍ୱାମୀ ଉପରେ ସ୍ତ୍ରୀ ରହିଲେ ସୃଷ୍ଟି ପ୍ରଳୟ ହୁଏ ଆଜି ମନେ ରଖ କାଳି तांगर निज रूप को देखले केतले ना काली तारा षोड़शी भुवनेश्वरी छिन्नमस्ता कौन है ना गोटे 1000 पाखुड़ा पद्म पद्म उपर शोचती कंदर्प उपर रति उपर ठिया होती भगवती किंतु जेतोले रक्त बीज को बद्ध करने जाइथिले सेतोले देहरु हजार कोटि जोगिनी की जन्म कले से कोटि जोगिनी कोटि कोटि गाँव में से रहीगले किंतु जोड़िए दासी थे गोटे बर्णिनी गोटे शंखिनी ये दी जन को धरिक गले कौटी ना सरजू नदी की स्नान करने से स्नान करने समय से दी जन को जगेदेले जगेदेकी जो भगवती बुड़ी से पानी जल से जाकि पहुँचले कौटी ना कैलाश पर्वत शिवंग सहित गोटे वर्ष रहिले पुणी मन पड़गला मु दी जन को बसई से पुनर्बार आसला पर गोटे संवत्सर पार हो जाइए से बर्णिनी शंकिनी कहले माँ आम कौन खाइबू से भगवती खाद्य नहीं चंद्रहास खड़ग धरी काटी देले शिर गलारू बाखार खेला त्रिधार रुधिर दुई थार बर्णिनी ओ शंखिनी पीले तृतीय धारटी निजे निज जिह्वारे पड़िले तीन धार रुधिर बाहरला परे गोटे धार पड़ला बर्णिनी पार्टी रे गोटे धार पड़ला शंखिनी पार्टी रे आउ गोटे धार आसी निजे तांकरी जीवर ही पड़ला कहीं ना जदि निज देहरे न पड़े गछर मूल को पानी जीव केमती है आउ रहा कौन ना मुंडमाल हूँ 54 50 वर्ण भेदे विहित बदन जो पाद जो कुक्षी बक्षो देहा भास्वर कपर्ता कलित शशिकला मिंदु कुंदा बदात अक्षस कुंभ चिंता लिखित बरकरा त्रिक्षणी पद्मसंस्था मत्सा स्तन जगन भरा 54 मुंडमालार बहंती 54 गोटी अक्षर 54 गोटी बीज थाई गोटे रुद्राक्ष माला को देखो 54 कंठ को मिसिले 55 किंतु मुंडमाला केते ना 54 कारण क ठारू वर्णमाला हूँ 54 अक्षर
तार सेटा 2 गुण हेले 108 हबो मंजा मु कहि दउची हां मो तमे कहयो प्रातोज्यासा कुमारी से श्लोकटा याद है रे नहीं प्रातोज्यासा कुमारी कुमुद कलिको या मुंडमाला बघंती जप्यमाला जपंती मध्याह्ने प्रौढ़ रूपा विकसित वदना चारु नेत्रा निशायां स्नायर्णे वृद्ध रूपा गलित कुचजुगा मुंडमाला बघंती सा देवीर देव देवी त्रिभुवन जननी चंडिका पातजुष्मान भावे करुणे मृगंगम प्रलय परिगतम दक्षिणे चार्कबिंबम कंठे नक्षत्र हारम हर विकट जुटा जूटके मुंडमाला स्कंदे कृतो रोगेन्द्र ध्वजनिकर जुतम ब्रह्म कंगाल हारं संहारे धारयन्ती मम हरतु भयम भद्रकालीर कपाली